ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ସୂଚନା ଦେଇଛନ୍ତି। ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନେ ପୂର୍ବରୁ 2ଟି କିସ୍ତି ପାଇସାରିଥିବା ବେଳେ ଆଗକୁ ପରବର୍ତ୍ତୀ କିସ୍ତି ପାଇବେ। ନଭେମ୍ବର ଶେଷ ସପ୍ତାହରେ ତୃତୀୟ କିସ୍ତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ନଭେମ୍ବର ଶେଷ ସପ୍ତାହରେ 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ତୃତୀୟ କିସ୍ତି ଅର୍ଥରାଶି ମିଳିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିବା ବେଳେ ଡିସେମ୍ବର ମାସରେ ଚତୁର୍ଥ କିସ୍ତି ଅର୍ଥରାଶି ମିଳିବ। ଡିସେମ୍ବର ଶେଷ ସୁଦ୍ଧା 1 କୋଟିରୁ ଅଧିକ ମହିଳାଙ୍କୁ ଏହି ଟଙ୍କା ମିଳିବ। ଖାରଜ ଆବେଦନ ରିଚେକ୍ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯିବ। ଅଙ୍ଗନୱାଡ଼ି ଦିଦିଙ୍କ ଜରିଆରେ ଖାରଜ ହିତାଧିକାରୀଙ୍କୁ ନୋଟିସ୍ ଦିଆଯିବ। ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର ଆର୍ଆଇ ତାହାକୁ ପୁନର୍ଯାଞ୍ଚ କରିବେ। ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଜି ଗାଇଡଲାଇନ୍ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି 3ଟାରେ ବସିବାକୁ ଥିବା ବୈଠକ ଖାରଜ ହୋଇଥିବ। 2,67,000 ଆବେଦନ ଉପରେ ଆଲୋଚନା ହୋଇବ ବୋଲି ସେ କହିଛନ୍ତି।